हेलो पिलाମାନେ ଗୋଟେ ସୁନ୍ଦର ଗାଁଟିଏ ଥିଲା। ସେହି ଗାଁରେ ଅନେକ ସୁନ୍ଦର ସୁନ୍ଦର ପରିବାର ରହୁଥିଲେ। ସେହି ଗାଁଟିର ପରିବେଶ ବହୁତ ସୁନ୍ଦର ଓ ସେଠାକାର ବିଲ ଜମି ବହୁତ ସୁନ୍ଦର ଦିଶୁଥିଲା। ସେଠାକାର ଲୋକମାନେ ବହୁତ ମେଳାପି ଓ ସ୍ନେହୀ ଥିଲେ। ସେଠାକୁ ଯେଉଁ ଅତିଥି ଆସୁଥିଲେ ସେମାନଙ୍କୁ ବହୁତ ସୁଖ ଶାନ୍ତିରେ ସେମାନେ ରଖୁଥିଲେ। ସେଠାକାର ଲୋକମାନେ ପ୍ରତ୍ୟେକ ଦିନ ସୁଖରେ ରହୁଥିଲେ। ଏହି ଗ୍ରାମରେ ଗୋଟିଏ ଛୋଟ ପରିବାରଟିଏ ଥିଲା। ସେହି ପରିବାରରେ 2 ଜଣ ବୁଢ଼ାବୁଢ଼ୀ ଓ 3ଟି ତାଙ୍କ ନାତି ନାତୁଣୀ ଓ ତାଙ୍କ ପୁଅ ବୋହୂ ରହୁଥିଲେ। ତାଙ୍କ ପୁଅର ନାମ ହେଉଛି ହରି ଓ ବୋହୂର ନାମ ହେଉଛି ଗୀତା। ସେମାନଙ୍କର 2ଟି ପୁଅ ଥିଲା ଓ ସେମାନଙ୍କର ଗୋଟିଏ ଝିଅ ମଧ୍ୟ ଥିଲା। ବଡ଼ ପୁଅଟି ଭାରି ଦୁଷ୍ଟ ଥିଲା। ତାର ନାମଟି ହେଉଛି ମୁନୁ। ସେ ବହୁତ ଦୁଷ୍ଟାମି କରୁଥିଲା ଓ ତାଙ୍କର ଛୋଟ ପୁଅର ନାମ ହେଉଛି କୁନୁ। ସେ ପ୍ରତିଦିନ ଶାନ୍ତ ସରଳରେ ରହୁଥିଲା ଓ ତାଙ୍କର ନାମ ହେଉଛି ଗୀତା। ସେ ବଡ଼ ପୁଅ ପ୍ରତିଦିନ ଗାଁ ମୁହଁରେ ଯାଇକି ଛୁଆଙ୍କ ସହିତ ଖେଳି ଦୁଷ୍ଟାମି କରିକି ଆସେ ଓ କାହା ବାଡ଼ିରୁ ଯାଇ ଆମ୍ବ ଚୋରି କରିକି ଆସେ। ସାନ ପୁଅ କୁନୁ ସିଏ ଗାଁରେ ନ ବୁଲି ଘର ବାରଣ୍ଡାରେ ଖେଳେ ପ୍ରତିଦିନ। ସେମାନଙ୍କର ବାପା ପ୍ରତିଦିନ ସକାଳୁ କାମକୁ ଚାଲିଯାଆନ୍ତି ଓ ସେମାନେ ଯାଇକି ଆଜା ଆଈଙ୍କ ସାଥିରେ ପ୍ରତିଦିନ କ୍ଷେତରେ ମଜା କରନ୍ତି। ତାଙ୍କ ଦିନଟି ବିତିଯାଏ।